ଗୋଲାପ ଗଛ ଯେତିକି ଆମର ପୁରୁଣା ଥିଲା ସେଗୁଡ଼ାକ ଏବେ ଖରାକୁ ବାହାରିବ, ଆଉ ଯେତିକି ନୂଆ ଥିଲା ବି ମଧ୍ୟ ଖରାକୁ ବାହାରିବା ସମୟ ତ ହେଇନି, କିନ୍ତୁ ତାକୁ ଆମେ ଆଜି କିଛି ଖରାକୁ ବାହାର କରିଦେବୁ। ଯେମିତି ହାଲକା ଖରା ପାଇବ ସେଇ ବାଟ ଆମେ ଏଠି କରୁଛୁ। ଯେମିତିକା ଗୋଟେ ପୁରୁଣା ଗଛ ତା ପାଖରେ କିଛି ନୂଆ ଗଛ ରଖିଦେଉଛୁ, ଯେମିତି ଛାଇ ଖରାର କି ଗ୍ରୋଥଟା ବହୁତ ଜଲ୍ଦି ହେବ। ତ ଏଇଠି ମୋର ହେଉଛି ଆଡେନିୟମ ଗଛ କିଛି ଥିଲା, ତ ଏଇ ସାଇଡ଼ଟା ପୁରା ଫାଙ୍କା ରଖିଛି କେବଳ ଗୋଲାପ ପାଇଁ, ତ ସେଥିପାଇଁକା ସେ ସବୁ ବାହାର କରିଦେଲି। ତାପରେ ଏଠି ଗୋଟେ ଗୋଟେ କରିକି ସ୍ୱାମୀ ବଢ଼େଇ ଦେଉଥିଲେ, ଆଉ ମୁଁ ଏଠି ଗୋଟେ ଗୋଟେ କରିକି ରଖିଦେଉଥିଲି। ଏଇଠି ଦେଖିପାରୁଥିବେ ମୁଁ କେମିତି ଟାଇପ୍ର ରଖୁଛି, ଗୋଟେ ମାନେ ଗ୍ରୋଥ୍ ଥିଲା ବାଲା ଆଉ ଗୋଟେ ହେଉଛି ନୂଆ ଲାଗିଥିବା ଗଛ। ତ ଏମିତି ଆମେ ଆଖପାଖ ପୁରା ଜଏଣ୍ଟ କରିକି ସବୁ ରଖି ଚାଲିଲୁ। ତାପରେ ସାମ୍ନାକୁ ରଖିଛୁ ଆମର ସେବତୀ ଫୁଲ ଗଛ ଗୁଡ଼ାକ, ଆଉ ଗୋଲାପ ଗଛରେ ଏବେ ଗୋଟେ ଗୋଟେ କରିକି ଫୁଲ ଫୁଟିବା ଆରମ୍ଭ କଲାଣି। ଆଉ ତା ସାଥିରେ ଗଛର ଏବେ ପ୍ରପର୍ ନ୍ୟୁଟ୍ରିସନ୍ ପାଇଁ ଏବେ ଖାଦ ବି ଦିଆହେଇଛି, ଯେଉଁଟାକି ଏବେ ଆଉ କିଛି କାମ ହିଁ କରିବାକୁ ପଡ଼ିବନି। ସେଥିପାଇଁ ତାକୁ ଆଜି ଖରାକୁ ବାହାର କରିଦେଲୁ, ଯେମିତିକା ପଛରେ ରହିକି ଗ୍ରୋଥ୍ ବି ବଢ଼ିଆ ହେବ। ଆଉ ଖରା ପାଇଁ ବି ମଧ୍ୟ ଆପଣ ପ୍ରାୟ ଜାଣିଥିବେ ଗୋଲାପ ଗଛର ଅଧିକାଂଶ ସମୟରେ ପୋକ ଜୀବାଣୁ ଲାଗେନି, ଆଉ ଗ୍ରୋଥ୍ ବି ବହୁତ ବଢ଼ିଆ ବଢ଼େ, ଆଉ ତା ସାଥିରେ ଫୁଲ ବି ବହୁତ ସାରା ଆସେ। ତ ସେଥିପାଇଁକା ଆମ ପ୍ରତ୍ୟେକଟି ଗଛକୁ ଖତ ଆଉ ତା ସାଥିରେ ନ୍ୟୁଟ୍ରିସନ୍ ପାଇଁ କୌଣସି ଫର୍ଟିଲାଇଜର୍ ହେଉ କିମ୍ବା କିଛି ବି ଯଦି ଆମେ ଖତ ଦେଉଛନ୍ତି, ଯେମିତିକି ଲିପ୍ କମ୍ପୋଷ୍ଟ ହେଉ କିମ୍ବା କିଚେନ୍ କମ୍ପୋଷ୍ଟ ହେଉ, ଯେତିକି ସେଥିରୁ ଭିଟାମିନ୍ ମିଳେ ଆମର ଖରାରୁ ବି ମଧ୍ୟ ସେତିକି ଆମ ମାଗଣାରେ ଗଛକୁ ଖରାରୁ ଭିଟାମିନ୍ ମିଳେ। ତା ସାଥିରେ ଗଛକୁ ନା ଖରା ଯୋଗୁଁ ଗଛର ମୂଳ ହେଉଛି ବେଶୀ ପଚେନି, ଓଭର ୱାଟରିଂର ସମସ୍ୟା ବି ରୁହେନି, ଆଉ ତା ସାଥିରେ କୌଣସି ସାଁବାଳୁଆ କି କୌଣସି ପୋକ ଲାଗେନି। କାହାର କେମିତି ସଉକ ଥାଏ, ତ ଆମର ଏଇଠି ଏଥରକ ଗୋଲାପ ବୋଧେ ଆଡ଼୍ ହେଇଛି 7ଟା କି 8ଟା, ଆହୁରି 2ଟା ଲାଗିଛି ଯେଉଁଟାକି ଏବେ ଭଲସେ ଲାଗିନି, ସେଥିପାଇଁ ତାକୁ ଛାଇରେ ରଖାହେଇଛି। ଆଉ ବାକି ପୋଟ୍ ଯେତିକି ଫୁଲ ଚାରା ଗୁଡ଼ାକ ତାକୁ ଆଣିକି ଖରାରେ ପହଞ୍ଚେଇ ଦେଲୁ, ମାନେ ଖରାରେ ବସେଇ ଦେଲେ ସେଗୁଡ଼ାକ ଗ୍ରୋଥ୍ ବଢ଼ିବ। ତ ଏସବୁ ଗୋଲାପ ଗଛର ଯେତିକି ଆପଣ ଏସବୁ କାମ କରୁଛନ୍ତି ନା, ସେତିକି କାମ ବି କରିବେ। ଗୋଟେ କ'ଣ କହିଲେ, ଗଛର ମୂଳକୁ ସଫା ରଖିବେ। ଖାଲି ଘାସ ସଫା କଲେ ହେବନି, ଗଛର ମୂଳରୁ ଯେଉଁ ବେବି ବ୍ରାଞ୍ଚର ଗ୍ରୋଥ୍ ଆସେ ତାକୁ ବି ମଧ୍ୟ ବାହାର କରିଦେବେ, ଯାହାଦ୍ୱାରା ଗଛର ମୂଳକୁ ଠିକ୍ ଭାବରେ ଖରା ପହଞ୍ଚିବ, ଆଉ ତା ସହଟା ଆପଣଙ୍କ ଗଛ ସୁସ୍ଥ ବି ମଧ୍ୟ ରହିବ। ଖରା ଯେତେ ମୂଳକୁ ପହଞ୍ଚିବ ଗଛର ଗ୍ରୋଥ୍ ବଢ଼ିବା ସହିତ ପତ୍ର କି କୌଣସି ଡାଳ କେନାରେ କୌଣସି ପୋକର ସମସ୍ୟା ରହିବନି, କାଣ୍ଡବିନ୍ଧା ପୋକ ହେଉ କି କୌଣସି ପୋକ ବି ରହିବନି। କାହିଁକିନା ପ୍ରତ୍ୟେକଟି ଗୋଲାପ ଗଛ ଦେଖିବେ ଅଧା ଅଧିକ ମାନେ ଡାଳରେ ନା ବହୁତ ପୋକ ପଶିଯାଏ। କାଣ୍ଡବିନ୍ଧା ପୋକ ତ ସେତେ ଅଧିକା ଲାଗେନି, କିନ୍ତୁ ଯଦି କିଛି ଗଛ ହେଉଛି ଅଧିକା ପାକଳ ହେଇଥିବ ନା, ସେମିତି ଗଛରେ ଏସବୁ ପୋକ ଗୁଡ଼ାକ ଲାଗେ। ଆଉ ଡାଳକୁ ଆଉ ତା ଛଡ଼ା ମୂଳର କିଛି ଭାଗ ଉପରକୁ ଦେଖିବେ ସେ ପୋକ ଗୁଡ଼ାକ ଲାଗିଲା ପରେ କଳା ପକାଇଦିଏ, ଆଉ ସେଇଠୁ ଶୁଖିବା ଆରମ୍ଭ କରେ, କଳା ବି ପଡ଼ିଯାଏ ବହୁତ ସମୟରେ ଡେମ୍ଫ ଗୁଡ଼ାକ। ତ ସେମିତି ସମସ୍ୟା ବି ମଧ୍ୟ ହେବନି ଯଦି ଆପଣ ଗଛକୁ ପ୍ରପର୍ ଖରା ଦେଉଛନ୍ତି। ତ ଏବେ ଦେଖନ୍ତୁ ମୋର ଗଛ ଗୁଡ଼ା ସବୁ କେମିତି ରହିଛି, ଆଉ ଆପଣମାନେ କୁହନ୍ତୁ ତ ଏମିତି ରଖିଲେ କେମିତି ଲାଗୁଛି ଆପଣମାନଙ୍କୁ, ନିଶ୍ଚିତ ଜଣାଇବେ। ରହିଲି, ବାଏ ବାଏ।